ଜାନୁଆରୀ 14, 1917। ଅସୁଖୀମାନେ ସୁଖୀ ହୁଅନ୍ତୁ, ଦୁଷ୍ଟମାନେ ଶିଷ୍ଟ ହୁଅନ୍ତୁ, ରୋଗୀମାନେ ଆରୋଗ୍ୟ ଲାଭ କରନ୍ତୁ। ଏଇ ଭାବି ଏଇ ଆଧାର ମଧ୍ୟ ଦେଇ ତୋ ଦିବ୍ୟ ପ୍ରେମର ଅଭିବ୍ୟକ୍ତି କାମନା କରୁଥିବା ମୋର ଆସ୍ପୃହା ପ୍ରକଟିତ ହେଲା। ମୁଁ ଅଳି କରୁଛି ସନ୍ତାନ ଯେପରି ପିତା ନିକଟରେ ଅଳି କରେ, ଏବଂ ସେ ନିଶ୍ଚିତ ଭାବେ ଜାଣିଛି ତାର ସେ ଅଳି ପୂର୍ଣ୍ଣ ହେବ। ନିଶ୍ଚିତ ଥିଲି ବୋଲି ଏହି ଚାହିଁବା ଏପରି ସହଜ ଓ ସ୍ୱାଭାବିକ ମନେ ହୋଇଥିଲା। ଅନ୍ତର ମଧ୍ୟରେ ମୁଁ ବେଶ୍ ଅନୁଭବ କରିଛି କିପରି ଭାବେ ତାହା ସମ୍ଭବ। ଏକ ଅଜ୍ଞାନମୟ ଦ୍ୱନ୍ଦ୍ୱ ମଧ୍ୟରେ ଅନିଚ୍ଛାରେ ଯାହା ସହ୍ୟ କରିବାକୁ ହୁଏ, ତା ମଧ୍ୟରେ ସର୍ବଦା କଷ୍ଟ କରି ଶ୍ରମ କରି ଚାଲିବା ଅପେକ୍ଷା ଆନନ୍ଦରୁ ଆନନ୍ଦକୁ, ସୁନ୍ଦର ମଧ୍ୟରୁ ସୁନ୍ଦରକୁ କ୍ରମେ ଉଠିଯିବା କ'ଣ ଅଧିକ ସ୍ୱାଭାବିକ ନୁହେଁ, ଅଧିକ ଫଳପ୍ରସୂ ନୁହେଁ? ତୋ ଦିବ୍ୟ ପ୍ରେମର ସ୍ପର୍ଶ ଦେଇ ତୁ ଯଦି ହୃଦୟକୁ ସ୍ୱଚ୍ଛନ୍ଦରେ ବିକଶିତ ହେବାକୁ ଦେଉ, ତେବେ ରୂପାନ୍ତର ସହଜ ଭାବେ ଓ ଆପଣା ଛାଏଁ ହେବ। ହେ ଭଗବାନ, ତୋ କରୁଣାର ନିଦର୍ଶନ ସ୍ୱରୂପ ତୁ କ'ଣ ତାହା କରିବୁ ନାହିଁ? ଶିଶୁ ସୁଲଭ ପୂର୍ଣ୍ଣ ନିର୍ଭରତା ନେଇ ଆଜିର ଏଇ ସନ୍ଧ୍ୟାରେ ହୃଦୟ ମୋର ତୋ ପାଖରେ ମିନତି ଜଣାଉଛି।